ଆପଣଙ୍କ ପରିଚୟ? ମୁଁ ବିଶ୍ୱଭୂଷଣ ଦତ୍ତ, କଟକ। କ'ଣ ସମସ୍ୟା ହେଇଛି ଆପଣଙ୍କର? ସମସ୍ୟା କ'ଣ ନା ଏବେ ରୋଷେଇବାସ ପାଇଁ ଭାରି ହଇରାଣ। ଗ୍ୟାସ୍ ବୁକିଂ କରି ଟୋଟାଲ୍ ହେଉନି। ଗ୍ୟାସ୍ ତ ମିଳୁନି, ଟୋଟାଲ୍ ବୁକିଂ କଲେ ବି OTP ଆସୁନି, ଗ୍ୟାସ୍ ବୁକିଂ ହେଉନି। ଗ୍ୟାସ୍ ବାଲାକୁ ଫୋନ୍ କଲାବେଳେ ସେ କହୁଛି ଗ୍ୟାସ୍ ନେଉଛି ମାସେ ପରେ ଯାଇ ନେବି ଗ୍ୟାସ୍। କେବେଠୁ ହଇରାଣ ହେଲେଣି ଗ୍ୟାସ୍ ପାଇଁ? 5-7 ଦିନ ହେବ ଗ୍ୟାସ୍ ବୁକିଂ ହେଉନି। 7 ଦିନ ଗ୍ୟାସ୍ ବିନା ଆଇନ ହଇରାଣ ପୁରା। ଆପଣଙ୍କର ଡବଲ ଇଞ୍ଜିନ୍ ସରକାରରେ ବି ହଇରାଣ ହେଉଛନ୍ତି? ଡବଲ ଇଞ୍ଜିନ୍ ସରକାର ତ ସବୁ ତ ରେଟ୍ ବଢ଼ି ଚାଲିଛି, ପୁରା ପରିବା ପତ୍ର ସବୁ ଜିନିଷ ରେଟ୍ ବଢ଼ି ଚାଲିଛି। ଡବଲ ଇଞ୍ଜିନ୍ ସରକାର, ସେମାନେ ଲୋକଙ୍କ ସମସ୍ୟା ଦେଖିବା କଥା ନା। କାଠର ଅସୁବିଧା? କାଠ କେଉଁଠି ଏଠି ମିଳିବ? କାଠ ଆଣିକି ପୁଣି ଜଙ୍ଗଲବାଡ଼ି ଗାଁରେ ରହିଲେ ଯାଇ କାଠ ଆଣିବୁ ନା, ଚାକିରି ଛାଡ଼ିକି ଯିବାକୁ ପଡ଼ିବ। ବାହାରେ ରହିଛୁ କେଉଁଠି କାଠ ଏଠି ମିଳିବ? କାଠ ଚୁଲି କେଉଁଠି ଅଛି? ଚୁଲି କରେଇଦେବେ ରହିଲେ। ବାହାରେ ରହିଛୁ, ଗ୍ୟାସ୍ ଉପରେ ନିର୍ଭର ଦେବେ, ଗ୍ୟାସ୍ ବି ମିଳୁନି। ବୁକିଂ ହେଇଛି, ଗ୍ୟାସ୍ ବି ମିଳୁନି, ବୁକିଂ OTP ବି ଆସୁନି। କହୁଛନ୍ତି ମାସେ ପରେ ଫୋନ୍ କଲାବେଳେ ମାସେ ପରେ। ସମସ୍ତେ ହଇରାଣ ହେଉଛନ୍ତି ଏମିତି? ଏମିତି ହେଉଛନ୍ତି, ସମସ୍ତେ ହଇରାଣ ନା, ସମସ୍ତେ ହଇରାଣ ହେଉଛନ୍ତି। ଆଚ୍ଛା ଠିକ୍ ଅଛି, ଏଇ ଭାଇଙ୍କୁ ପଚାରିବା ଦେଖିବା ଆଉ। ଚାଟି ସେ ଭାଇ କହିଲେ ଯେ ଗ୍ୟାସ୍ରେ ତାଙ୍କର ବହୁତ ସମସ୍ୟା ରହୁଛି, ଆପଣଙ୍କର କ'ଣ ସମସ୍ୟା ରହିଛି? ମୋର କ'ଣ, ସମସ୍ତଙ୍କର ବି ସେଇ ଗୋଟିଏ ସମସ୍ୟା। ଗ୍ୟାସ୍ର ବର୍ତ୍ତମାନ ବି ଆପଣ ଜାଣିଥିବେ ଏଇ ଖୁବ୍ କମ୍ ଦିନରେ 60-70 ଟଙ୍କା ପାଖାପାଖି ବଢ଼ିଛି। ଏଇଟାକୁ କିଛି ଲୋକମାନେ କଡ଼ା ବିଚାରି କରିକି ତାକୁ ଆହୁରି ଦ୍ୱିଗୁଣିତ କରିଦେଇଛନ୍ତି, ଯାହାଫଳରେ କି ବହୁତ ଲୋକମାନେ ହଇରାଣ ହରକତ ହେଉଛନ୍ତି। ଖାଇବା ରୋଷେଇଠୁ ଆରମ୍ଭ କରି ହୋଟେଲ ହେଉ, ଭଲ ମନ୍ଦ ହେଉ, ଯେଉଁଠି ଗୋଟେ ମିଲ୍ ଗୋଟାଏ ଥିଲା 70-80 ଟଙ୍କା, ସେଇଟା ବର୍ତ୍ତମାନ 120କୁ ଛୁଇଁଲେଣି ଗ୍ୟାସ୍ ମିଳୁନି ବୋଲି। ବହୁତ ଅସୁବିଧାରେ ଆମେ ଅଛୁ। କେତେ ଦିନ ହେଲା ଏମିତି ହେଉଛି? ଏଇଟା ପାଖାପାଖି 4-5 ଦିନ ହେବ ଚାଲିଛି। ଆଗକୁ କେତେ ଦିନ ଏମିତି ହେବ ସେଇଟା ସରକାର ଜାଣିଥିବେ, ଆମେ କହିପାରିବୁ। ଆଚ୍ଛା କ'ଣ କହିବେ ସରକାରଙ୍କୁ, କ'ଣ ନିବେଦନ କରିବେ? ସରକାରକୁ ମୋର ଏତିକି ନିବେଦନ ଯେ ସମସ୍ତଙ୍କୁ ସେମାନେ ସାଧାରଣ ଲୋକ ଯେମିତି ଚଳିବେ ସେଇ ହିସାବରେ ଦରଦାମଟାକୁ ଧାର୍ଯ୍ୟ କରନ୍ତୁ, ଆଉ ଗ୍ୟାସ୍ର କଳା ବଜାରଟାକୁ ସମ୍ପୂର୍ଣ୍ଣ ଭାବେ ରୋକନ୍ତୁ। ସରକାରକୁ ମୋର ଏତିକି ଅନୁରୋଧ। ଗ୍ୟାସ୍ରେ ଅସୁବିଧା ହେଉଛି ନା ଆଉ କ'ଣ ଅସୁବିଧା ହେଉଛି? ଆଉ କ'ଣ ସମସ୍ୟା ରହିଛି? ବର୍ତ୍ତମାନ ତ କହିବାକୁ ଗଲେ ପାଖାପାଖି 2-3 ବର୍ଷ କି 4 ବର୍ଷ ହେବ ସବୁ ଦରଦାମ ବଢ଼ି ଚାଲିଛି। କୌଣସି ଦରଦାମରେ କମୁନି, ସବୁ ଦରଦାମ ବଢ଼ି ଚାଲିଛି। ଆଉ ବର୍ତ୍ତମାନ ତ ଯୁଦ୍ଧର ପରିସ୍ଥିତି ଚାଲିଛି, ଆଗକୁ କେତେ କ'ଣ ରେଟ୍ ବଢ଼ିବ ତାହା ବି ଆମେ ଜାଣିପାରୁନୁ। ସେ ସରକାର ଯାହା ଆମ କଥା ବିଚାର କରିବେ, ସାଧାରଣ ଲୋକଙ୍କ କଥା ସରକାର ଯାହା ବିଚାର କରିବେ। ଆଚ୍ଛା ଠିକ୍ ଅଛି।